हेलो हेलो वेलकम एंड वेलकम बैक टू माय मिनी ब्लॉग। तो मु पूर्णिमा मु मो स्वामी सहित बेंगलोर रहे तो आज आपण माने मोर फ्रेश वाला मिनी ब्लॉग रे स्वागत जणाउची। सकाळटा स्टार्ट करली मोर ब्रेकफास्ट पाखरो ब्रेकफास्ट टिके मोर ब्रेड टा पोड़ी जाइतिला सैंडविच करी खाउतली। हो छाड़ंती से सब कथा तापर पळी आस्तिली मोर नित्य कर्म रोसई। तो रोसई रे मु आज कलरा भजा करथिली आ डाली करथिली आउ କରିଥିଲି ଏଠି କରିବା ପାଇଁ ରଖିଥିଲି କଲରା ଗୋଟା ଭଜା ଆଉ ଏଠି ମୁଁ ପୋଟଳ ଫାଳି ଫାଳି କରି ଭାଜିଥିଲି। ତ ସେ ସବୁ ରୋଷେଇ ସାରିକି ଜଲ୍ଦି ଜଲ୍ଦି ସାରି ଦେଇଥିଲି ସାରି ସାରିଲା ପରେ ଖାଇବା ପାଇଁ ନେଇ ପଳେଇ ଆସିଲି। ଆଉ ହଁ ମୁଁ କରିଥିଲି ମୋର ଓଟ୍ସରେ ରୁଟି କରିଥିଲି। ତ ରୁଟିଟା ମୋର ଟିକେ ଟାଣ ହେଇଯାଇଥିଲା ଯେହେତୁ ଫାର୍ଷ୍ଟ ଟାଇମ୍ ଟ୍ରାଏ କରିଛି। ତ ଖାଇବାଟା ଆଜି ପୁରା ଜବରଦସ୍ତ ହେଇଥିଲା ଖାଇବା ଖାଇଦେଲୁ। ଆଉ ମୁଁ ନା ମାନେ ରୁଟି ଠାରୁ ବେଶୀ ଭଲ ପାଏ ଭାତ ଖାଇବା ପାଇଁ କିନ୍ତୁ ଏବେ ଟିକେ ରୁଟି ଖାଇକି ଆଡଜଷ୍ଟ କରିଦଉଛି। ଖାଇସାରିଲା ପରେ ଆଉ କିଛି ନାହିଁ ମୁଁ ପୁରା ପଳେଇ ଆସିଥିଲି ସିଧା ଶୋଇବା ପାଇଁ ଆଉ ଶୋଇଥିଲି ଯେ ସନ୍ଧ୍ୟା ପର୍ଯ୍ୟନ୍ତ। ତାପରେ ସନ୍ଧ୍ୟାରେ ସେ ଯାଇଥିଲେ ମାର୍କେଟରୁ ମସରୁମ୍ ନେଇ ଆସିଲେ। ଆଉ ଏଇଟା ତ ମୁଁ ଆମର ବିନା ପିଆଜ ରସୁଣରେ ମୁଁ କରୁଛି କିନ୍ତୁ ମସରୁମ୍ ମୋତେ ବହୁତ ଫେଭରେଟ୍ ଲାଗେ ଖାଇବା ପାଇଁ। ତ ସିଏ ଯାହା ବି ହଉ ଯେମିତିକା ହଉ ଭାଜି ଦେଲେ ବି ମୁଁ ଖାଇଦେବି ସବୁ। ତ ଆମ ଦି ଜଣଙ୍କୁ ହିଁ ମସରୁମ୍ ବହୁତ ଭଲ ଲାଗୁଛି ଆଉ ତାଙ୍କୁ ବି ଏମିତିକା ଖାଇବା ପାଇଁ ଭଲ ଲାଗେ ମାନେ କମ୍ ମସଲାରେ କିନ୍ତୁ ମୋତେ ମସଲା ମସଲା ସେମିତି ଖାଇବା ପାଇଁ ଭଲ ଲାଗେ। ତ ମୁଁ ସେଇଟା କରିଦେଇଥିଲି କରିସାରିଲା ପରେ ନେଇକି ପଳେଇ ଆସିଥିଲି ଖାଇବା ପାଇଁ। ଆଉ ଏଠି ମସରୁମ୍ ତାଙ୍କ ଅପେକ୍ଷା ମୁଁ ଟିକେ ଅଧିକ ଖାଇଦେଇଥିଲି। ଆଉ ଆମକୁ ନା ଗୋଟେ ପ୍ୟାକେଟ୍ ଆଣିଲେ ହୁଏନି ତ 2-3 ପ୍ୟାକେଟ୍ ଆଣିବା ପାଇଁ ପଡ଼େ। ତ ମୁଁ ଟିକେ ଅଧିକ ଖାଇଦେଇ ତାଙ୍କୁ ବି ଭଲ ଲାଗେ ସେ ବି ଖାଆନ୍ତି। ତ ଏଇ ଜିନିଷଟା ଆମର ଟିକେ ଅଧିକ ଆସେ। ଆଉ ମୁଁ ତାଙ୍କର ଭିଡ଼ିଓ କରୁଛି ସେ କେମିତି ମୁହଁ ଲୁଚଉଛନ୍ତି ଦେଖନ୍ତୁ। ମାନେ ସେ ସବୁବେଳେ କହିବେ ତୁମେ ନିଜେ ଭିଡ଼ିଓ କର କିନ୍ତୁ ମୋତେ ଭିଡ଼ିଓରେ ଆଣିବ ନାହିଁ। ତ ସେ ସବୁ ଖାଇସାରିଲା ପରେ ଆମର ଆକ୍ଚୁଆଲି ଦିନରେ ପ୍ଲାନିଂ ଥିଲା ମୁଭି ଦେଖିବା ପାଇଁ। ଆମେ ଅବତାରରୁ ଲାଷ୍ଟଟା ଆସିଥିଲା ସେଇଟା ଦେଖିନଥିଲୁ। ତ ସେଥିପାଇଁ ମୁଁ କହିଲି କି ସିଏ ଦେଖିବେ ମୁଭି କିନ୍ତୁ ଯଦି ମାନେ ଫୋନରେ ୟା ଲାପଟପରେ ଦେଖିବେ HD କ୍ୱାଲିଟିର ନ ଆସିଲା ପର୍ଯ୍ୟନ୍ତ ସେ ଦେଖିବେନି। ହଲରେ ଯାଇ ମାନେ ଥିଏଟରରେ ଯାଇ ଦେଖିବେ ଦେଖିବେ ନହେଲେ ନାହିଁ HD କ୍ୱାଲିଟିର ଦେଖିବେ। ତ ଖାଇସାରିଲା ପରେ ଟିକେ କାମ ସାରି ଦେଇକି ମୁଁ ପଳେଇ ଆସିଥିଲୁ ଫିଲ୍ମ ଦେଖିବା ପାଇଁ। ଆଉ ରାତି ହେଇଗଲାଣି 1 ପାଖାପାଖି ମୋତେ ତ ନିଦ ଲାଗୁଥିଲା କିନ୍ତୁ ଏଇ ଫିଲ୍ମଟା ଏତେ ମୋତେ ଇଣ୍ଟରେଷ୍ଟିଂ ଲାଗେ ତାର ପାର୍ଟ 1 ପାର୍ଟ 2 ଦେଖି ସାରିଲେଣି। ତ ମୋତେ ଏତେ ଇଣ୍ଟରେଷ୍ଟିଂ ଲାଗେ ତ ରାତି 2ଟା ପର୍ଯ୍ୟନ୍ତ ମୁଁ ବସିକି ଦେଖୁଥିଲି। ତାପରେ ମୋତେ ନିଦ ଲାଗିଲା ମୁଁ ଆଉ ସମ୍ଭାଳି ପାରିଲିନି। ମୁଁ କହିଲି ମୁଁ ଶୋଇବି ଯାଉଛି। ତଥାପି ମୁଁ ଟିକେ ଟିକେ ଶୋଇପଡ଼ିଲି ତାପରେ ପୁଣି ଟିକେ ଟିକେ ଉଠିକି ଦେଖୁଥିଲି। ତ ସେମିତିକା ଦେଖିଲି ଆଉ ମୁଁ ଅଧା ଦେଖିଛି ସିଏ କିନ୍ତୁ ପୁରା କରିକି ଶୋଇଛନ୍ତି 4:30 ବେଳେ। କମେଣ୍ଟ କରି ଜଣେଇବେ ନିଶ୍ଚିତ ଏଇ ମୁଭି କାହାକୁ କାହାକୁ ଦେଖିବା ପାଇଁ ପସନ୍ଦ। ତ ମୁଁ ଆଗରୁ ଭାବେ ଏଇଟା କ'ଣ ଏମିତିକା ମୋତେ କିଛି ଭଲ ଲାଗୁନି ମୁଁ ବି ଦେଖିବିନି ଏତେ ମୋତେ ପସନ୍ଦ ନଥିଲା। କିନ୍ତୁ ଯେବେଠାରୁ ମୋର ପାର୍ଟ 1 ପାର୍ଟ 2ଟା ଦେଖିଦେଇଛି ମୋର ତ ପୁରା ଫେଭରେଟ୍ ହେଇଗଲା। ହଉ ଆଜି ପାଇଁ ଏତିକି ଦେଖା ହବ ନେକ୍ସଟ ଭିଡ଼ିଓରେ। ରହିଲି ଟାଟା ଜୟ ଜଗନ୍ନାଥ।